ଆଜି ଏ ବିଶ୍ୱ ଦୁନିଆରେ ଯାହା କିଛି ହଉଛି ଆମେ ଯଦି ତାକୁ ପର୍ଯ୍ୟାଲୋଚନା କରି ବିଶ୍ଳେଷଣ କରି ଦେଖନ୍ତି ଶ୍ରୀ ଶ୍ରୀ ଠାକୁରଙ୍କର କଥାରେ ଏଇ ଦୁନିଆରେ ଏଇ ବିଶ୍ୱ ବ୍ରହ୍ମାଣ୍ଡରେ ପ୍ରତ୍ୟେକଟି ଜିନିଷ ସହିତ ଅଭିନ୍ନ ଭାବରେ ଯୋଡ଼ି ହେଇ ରହିଛି। ପରସ୍ପରର ସମ୍ପର୍କ ଏଇ ବିଶ୍ୱ ଦୁନିଆର ପ୍ରତିଟି ବସ୍ତୁ ଜୀବସତ୍ତା ସହ ସେ ଏ ବିଶ୍ୱ ବ୍ରହ୍ମାଣ୍ଡର ଯେକୌଣସି ଅନୁକୋଣରେ ଥାଉ ବା ଥାଆନ୍ତୁ ନା କାହିଁକି ତାଙ୍କ ସାଙ୍ଗରେ ଯୋଉ ସମ୍ପର୍କ ତାହା ହେଉଛି ଅଭିନ୍ନ, ଅଛେଦ୍ୟ ଏବଂ ଏହା ମନେ ରଖିବାକୁ ହୁଏ ଯଦି ଆଜି ମୁଁ କୌଣସି ଭଲ କାମ କରୁଥାଏ ତାର ପ୍ରଭାବ ହୁଏତ ଏ ବିଶ୍ୱ ବ୍ରହ୍ମାଣ୍ଡରେ କୋଉଠି ନା କୋଉଠି ସେ ଭଲ କାମର ପ୍ରଭାବଟି ପଡିବ। ଯଦି ମୁଁ କିଛି ଖରାପ କାମ କରୁଥାଏ ତାର ପ୍ରଭାବ ମଧ୍ୟ ଏ ବିଶ୍ୱ ଦୁନିଆରେ ହଜାର ହଜାର ମାଇଲ ଦୂରରେ ତାର ପ୍ରଭାବ ମଧ୍ୟ କୋଉଠି ପଡିପାରେ। ତାର ଜ୍ୱଳନ୍ତ ଉଦାହରଣ ହେଉଛି କୋଭିଡ-19। ଆମମାନେ ସମସ୍ତେ କହିପାରନ୍ତି ଆମେ କାହିଁକି ଏଇ ପରିସ୍ଥିତିର ସମ୍ମୁଖୀନ ହେଇଛନ୍ତି, ମୁଁ କଣ ଭୁଲ କରିଛି, ମୋର ଏଥିରେ ଦୋଷ କଣ, ମୋର ପରିବାର ବର୍ଗ ଏଥିରେ କବଳିତ ହେଲେ କାହିଁକି, ଏଇଭଳି ଗୋଟିଏ ସଂକ୍ରାମକ ରୋଗ ପ୍ୟାଣ୍ଡେମିକ ଆମମାନଙ୍କୁ କବଳିତ କଲା କାହିଁକି, ଆମେମାନେ ଏଥିରେ କଣ ଭୁଲ କରିଛନ୍ତି। ଛୋଟ କାହାଣୀଟିଏ ମନେ ପଡେ। ଲୋକଟିଏ ହଠାତ୍ ରାସ୍ତାରେ ଯାଉଥିବା ସମୟରେ ଅତ୍ୟନ୍ତ କ୍ଷୁଧାର୍ତ ହେଇ ଭୋକରେ ଛଟପଟ ହେଇ ଜଣଙ୍କ ବଗିଚାରେ ପଶି ଗୋଟେ ପଥର ପକେଇ ଆମ୍ବ ତଳେ ପକେଇଛି ଖାଇବ ବୋଲି। ବଗିଚାର ମାଲିକ ତାହା ଦେଖି ଗୋଟେ ଲାଠି ଧରି ଦୌଡ଼ି ଆସିଛନ୍ତି। ଆରେ ବଦମାସ, କିଏ କହିଲା ତତେ ମୋ ବଗିଚାରେ ପଶି ମୋର ଆମ୍ବ ସବୁ ଚୋରି କରି ନେଇଯିବା ପାଇଁ। ଏକଥା କହି ତାଙ୍କୁ ତାଙ୍କ ପିଠିରେ ପିଟିବାରେ ଲାଗିଛନ୍ତି ସେ ଲାଠି ଧରି। କାହାଣୀ ଏମିତି ଏଇଭଳି। ପିଠି ତାଙ୍କୁ ହଠାତ୍ କହୁଛି, ଆଜ୍ଞା ମତେ କାହିଁ ମାରୁଛନ୍ତି, ମୁଁ ତ କିଛି କରିନି, ମୁଁ ତ ଆମ୍ବ ଚୋରି କରିନି। ଏଇ ଯେ ପେଟ, ଏଇ ପେଟରୁ ତ ସବୁ ଏସବୁ କାରସାଦି। ଲୋକ ପେଟ ଆଡକୁ ଚାହିଁଛନ୍ତି, ପେଟ କହୁଛି ଆଜ୍ଞା ମୁଁ କଣ କଲି, ଏଇ ଦିଟା ଯୋଉ ହାତ ଦେଖୁଛନ୍ତି ଏ ହାତ ତ ଆମ୍ବ ତୋଳିଛି, ମୁଁ ତ କିଛି କରିନି। ହାତ କହୁଛି ଆଜ୍ଞା ମୁଁ କଣ କଲି, ଏଇ ଯୋଉ ଆଖି ଦିଟା, ନା ହାତ କହୁଛି ମୁଁ ତ ଆଜ୍ଞା କିଛି କରିନି, ଏଇ ଯୋଉ ଦିଟା ପାଦ ଗୋଡ ସେମାନେ ତ ଦୌଡି ଦୌଡି ଆସିଲେ ଏଠି ବଗିଚା ଭିତରୁ, ସେ ଆସିଲେ ବୋଲି ସିନା ମୁଁ ପଥର ମାରିକି ଆମ୍ବକୁ ତଳେ ପକେଇଲି। ହାତ ଏକଥା କହିଲା ପରେ ପାଦକୁ ଯେତେବେଳେ ସେ ଲୋକଟି ଅନଉଛି, ପାଦ କହୁଛି ଆଜ୍ଞା ମୁଁ କଣ କଲି, ସେ ଆଖି ଦିଟା ସେଠି ଦେଖିଲା ବୋଲି ସିନା ସେ ଗଛକୁ, ସେ ଆମ୍ବକୁ ମୋ ପାଦ ଦିଟା ଟାଣି ହେଇକି ଗଲା, ଦୋଷଟା ତ ଆଖିର। ତ ମା ଓ ଭାଇ ମାନେ କୁହନ୍ତୁ ଦେଖି ଏଠି ଦୋଷଟା କାହାର? ନା ପିଠିର, ନା ହାତର, ନା ପେଟର, ନା ଆଖିର, ନା ଗୋଡର। ଦୋଷ ହୁଏତ କାହାରି ବି ନୁହେଁ, ଦୋଷ ହୁଏତ ସମସ୍ତଙ୍କର। ଏଇ ହଉଛି କଥା। ଏଇ ବିଶ୍ୱ ଦୁନିଆରେ ଯାହା କିଛି ହଉଛି ତା ପାଇଁ ଆମେ ହୁଏତ ପ୍ରତ୍ୟକ୍ଷ ଭାବରେ ଦାୟୀ ନ ହେଇ ପାରନ୍ତି, କିନ୍ତୁ ଆମେ ଦାୟୀ ଏବଂ ତାହା ମନେ ରଖିବାକୁ ପଡିବ। ନିତ୍ୟ ନିୟମିତ ଏଇ କଥା ମନେ ରଖିବାକୁ ପଡିବ, ଯାହା କିଛି ହଉଛି ଦୁନିଆରେ ତା ପାଇଁ ଆମମାନେ ଦାୟୀ। ସେଥିପାଇଁ ସେ ଠାକୁର କହୁଛନ୍ତି ତୁମେ ମାନେ ତୁମର ନିଜର, ପରିବାରର, ଦେଶର, ଦଶର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଦାୟୀ। ତେଣୁ ମୁଁ ଯାହା କିଛି କରୁଛି ଏବଂ ଏଇ ବିଶ୍ୱ ଦୁନିଆରେ ଯାହା କିଛି ହଉଛି, ମୋର ପରିବାର ଯାହାର ସମ୍ମୁଖୀନ ହଉଛି, ଏବଂ ଦେଶ ଏବଂ ଜାତି ଯୋଉ ସମସ୍ୟାର ସମ୍ମୁଖୀନ ହଉଛି ତା ପାଇଁ ଉତ୍ତରଦାୟୀ କିନ୍ତୁ ମୁଁ। ଏହା ମତେ କିନ୍ତୁ ସ୍ୱୟଂ ଭାବିବାର ଆବଶ୍ୟକତା ଅଛି। ଏବଂ ଯଦି ବାସ୍ତବ ଭାବରେ ଦେଖାଯାଏ ଏଇ କୋଭିଡ-19 ର କଥା କୁହନ୍ତୁ ବା ଏଇ ପୃଥିବୀ ପୃଷ୍ଠରେ ଯେଉଁ କିଛି ସମସ୍ୟାର ସମ୍ମୁଖୀନ ମଣିଷ ଜାତୀୟ ଅଛି ତା ପାଇଁ ଆମେ ପ୍ରତ୍ୟେକ ଦାୟୀ।
ତାହା ଆମମାନଙ୍କୁ ନିଶ୍ଚିତ ଭାବରେ ମନେ ରଖିବାକୁ ପଡିବ ଏବଂ ସେଇଥିପାଇଁ ମନେ ରଖିବାକୁ ପଡିବ ଯେ ଆମମାନଙ୍କର କର୍ତ୍ତବ୍ୟ କଣ। ଆମମାନଙ୍କର ଜୀବନରେ ଚଲାପଥରେ ଚାଲିବା ସମୟରେ ଆମମାନଙ୍କର କର୍ତ୍ତବ୍ୟ, ଆମମାନଙ୍କର ରେସ୍ପନ୍ସିବିଲିଟି, ଦାୟିତ୍ୱବୋଧ କଣ ଏବଂ କେତେ, ତାହା ଯେ ଖୁବ ପ୍ରଗାଢ, ସେଥିରେ କୌଣସି ସନ୍ଦେହ ନାହିଁ। ଏଇ ଯଦି ପିଠି, ପେଟ, ହାତ, ଗୋଡ, ଆଖି ଏସବୁ କଥା ପର୍ଯ୍ୟାଲୋଚନା କରାଯାଏ, ଏମାନଙ୍କ ପଛରେ ଏମାନଙ୍କୁ ଯିଏ କାର୍ଯ୍ୟରେ ନିୟୋଜିତ କରୁଥିଲା, ଏଇ କାର୍ଯ୍ୟର ଏଇ ଆକ୍ସନର ଯାହାର ଯେ ମୋଟିଭେସନ ବା ଏଇ ସମସ୍ତଙ୍କୁ ଯିଏ କାର୍ଯ୍ୟଶୀଳ ଯେ କାର୍ଯ୍ୟରେ ପ୍ରୟୋଗ କରୁଥିଲା, ସେ ଜିନିଷଟି ହଉଛି ଆମମାନଙ୍କର ବୃତ୍ତି ପ୍ରବୃତ୍ତି। ଏଇ ସେ ମଣିଷଟିର ଏଇ ଯେ ବୃତ୍ତି ପ୍ରବୃତ୍ତି, ଏଇ ଚୋରି କରିବାର ଯେ ପ୍ରବୃତ୍ତି ନିଜ ଭୋକକୁ ମେଣ୍ଟେଇବା ପାଇଁ, ତା ହୁଏତ ଆଖିକୁ ଏବଂ ଗୋଡକୁ ଏବଂ ହାତକୁ ଟାଣି ନେଇଗଲା ସେ ଆଡୁ। ତେଣୁ ଆମମାନଙ୍କର ଯଦି ବ୍ୟକ୍ତିଗତ ଜୀବନ ଏବଂ ଆମମାନଙ୍କ ଏଇ ଅନ୍ତର୍ନିହିତ ବୃତ୍ତି ପ୍ରବୃତ୍ତି ଯାହା ଆମମାନଙ୍କ ଭିତରେ ଅଛି, ତାହା ହିଁ ମଣିଷକୁ ପରିଚାଳିତ କରେ। ଶ୍ରୀ ଶ୍ରୀ ଠାକୁରଙ୍କ ପାଖରେ ଜଣେ ବହିରାଗତ ଭକ୍ତ ଶ୍ରୀ ଶ୍ରୀ ଠାକୁରଙ୍କୁ ସେଦିନ ପଚାରୁଛନ୍ତି, ଠାକୁର, ଏଇଠି ଆଶ୍ରମରେ ଯୋଉମାନେ ଆପଣଙ୍କ ପାଖରେ ଯୋଉ ଅଛନ୍ତି, ସେମାନେ କେତେ ଭାଗ୍ୟବାନ। ସେମାନେ ଆପଣଙ୍କର ସେବା କରିପାରୁଛନ୍ତି, ଆପଣଙ୍କର ବିଛଣା କରିଦଉଛନ୍ତି, ଆପଣଙ୍କୁ ପଙ୍ଖା କରୁଛନ୍ତି, ସ୍ନାନ କରିବା ପୂର୍ବରୁ ତେଲ ମାଲିସ କରିଦଉଛନ୍ତି, ଆପଣଙ୍କର ଲୁଗାପଟା ସଫା କରିଦଉଛନ୍ତି, ଆପଣଙ୍କର ଘର ଝାଡୁ ଦେଇ ପରିଷ୍କାର ପରିଚ୍ଛନ୍ନ କରିଦଉଛନ୍ତି। ଠାକୁର କେତେବେଳେ କୋଉ ବାହାନା କରିକି ଆପଣଙ୍କ ଶରୀରକୁ ବାରମ୍ବାର ସ୍ପର୍ଶ ବି କରୁଛନ୍ତି, ଯୋଉ ଭାଗ୍ୟତା ଆମମାନଙ୍କ ଜୀବନରେ ନାହିଁ। ଆମମାନେ ଏତେ ଦୂରରେ ଅଛୁ, ଏଇଭଳି ଭାବରେ ଆସୁ ଦିନେ ଦି ଦିନ ପାଇଁ ଆଶ୍ରମକୁ, ଆଉ ସେଇ ସୌଭାଗ୍ୟ ଆମମାନଙ୍କ ନାହିଁ। ଯୋଉ ସୌଭାଗ୍ୟ ଆଜି ଏଇ ଆଶ୍ରମରେ ବସବାସ କରୁଥିବା ଭାଇ ମାନଙ୍କର, ମା ମାନଙ୍କର ଅଛି, ଆପଣଙ୍କୁ ସ୍ପର୍ଶ କରିବାର ଯୋଉ ସୁଯୋଗ। ଠାକୁର ହସି ହସି କହୁଛନ୍ତି, ଦିନ ଭିତରେ ମୋ ଦେହରେ କେତେ ପୋକ, କେତେ ମାଛି, କେତେ ମଶା ଯେ ବସନ୍ତି, ତାର କିଛି ଅର୍ଥ ନାହିଁ। ହେଲେ ସେଥିରେ ହେଲା କଣ? ସେଥିରେ ହେଲା କଣ? କଥାର ଗୁରୁତ୍ୱ, ବିଶେଷ ଭାବ, ବିଶେଷ ଗୁରୁତ୍ୱ ତା ଭିତରେ ଅଛି। ଏବଂ ଏଇ ଯେ କଥାର ଗୁରୁତ୍ୱ, ଯେ ଶ୍ରୀ ଶ୍ରୀ ଠାକୁରଙ୍କ ଚରଣ ସ୍ପର୍ଶ କଲେ, ଶ୍ରୀ ଶ୍ରୀ ଠାକୁରଙ୍କର ପାଖରେ ରହିଲେ, ସାନିଧ୍ୟରେ ରହିଲେ, ଆଚାର୍ଯ୍ୟ ଦେବଙ୍କ ସାନିଧ୍ୟରେ ରହିଲେ, ତାଙ୍କ ପାଖରେ ବସା ଉଠା କଲେ, ଯେ ହେଇଗଲା ତାହା ନୁହେଁ। ହବାକୁ ପଡିବ, କରିବାକୁ ପଡିବ ନିଜର ଚରିତ୍ରର ପରିବର୍ତ୍ତନ। ତାଙ୍କର ଦର୍ଶନ କଲେ, ତାଙ୍କ ପାଖରେ ସବୁ ସମୟ ବସି ରହିଲେ, ସୁଯୋଗ ପାଇ ତାଙ୍କର କିଛି ବିଛଣା ପତ୍ର ସଫା କରିଦେଲେ, ଯେ ହେଇଗଲା ତା ନୁହେଁ। ଶ୍ରୀ ଶ୍ରୀ ଠାକୁରଙ୍କର ମଣିଷ ହବାକୁ ପଡିବ। ଯେଉଁଭଳି ମଣିଷ ହବା ପାଇଁ ଶ୍ରୀ ଶ୍ରୀ ଠାକୁର ଆମମାନଙ୍କ ଠାରୁ ଅପେକ୍ଷା ରଖିଛନ୍ତି, ଆମମାନଙ୍କ ଠାରୁ ଯେଉଁଭଳି ଭାବରେ ମଣିଷ ଆମମାନେ ହେଇପାରୁ, ତାର ଯୋଉ ଆକାଂକ୍ଷା, କାମନା ଶ୍ରୀ ଶ୍ରୀ ଠାକୁରଙ୍କର, ସେଇଭଳି ଯଦି ମଣିଷ ନ ହେଇପାରନ୍ତି ଏବଂ ଯଦି ସେଇଭଳି ଭାବରେ ନିଜର ଚରିତ୍ରକୁ ସୁନ୍ଦର ସୁଠାମ କରି ନ ପାରନ୍ତି, ତାହେଲେ କିନ୍ତୁ କିଛି ହେଲା ନାହିଁ। ଶ୍ରୀ ଠାକୁର କହୁଛନ୍ତି, ଗୋଟେ ମଣିଷର ଚରିତ୍ର, ତାର ଅଭ୍ୟାସ ବ୍ୟବହାର, ତାର ବାକ୍ୟ, ତାର କଥାବାର୍ତ୍ତା, ସେଇଥିରୁ ବୁଝି ହୁଏ ମଣିଷଟା କଣ, ମଣିଷଟା କିଭଳି। ଏବଂ ଠାକୁର କହୁଛନ୍ତି, ଗୋଟେ ଗାଡିର ଚକର ପରିଧି ଦେଖିଲେ ଯେଭଳି ଭାବରେ ବୁଝି ହୁଏ କେତେ ଥର ଘୁରି କେତେ ବାଟ ଯାଇପାରେ, ସେଇଭଳି ଭାବରେ ମଣିଷର ବୃତ୍ତି ପ୍ରବୃତ୍ତି ଉପରେ ତାର କଣ୍ଟ୍ରୋଲ, ତାର ଆଚାର ବ୍ୟବହାର, ଚରିତ୍ର ଏବଂ କଥାବାର୍ତ୍ତା, ତାହା ଦେଖି ବୁଝି ହୁଏ ଏ ମଣିଷ କେତେ ବାଟ ଯାଇପାରେ, କେତେ କଣ କରିଦେଇପାରେ, କଣ ହାସଲ କରିପାରେ, ତାହା ଦ୍ୱାରା କଣ ସମ୍ଭବ ହେଇପାରେ। ତେଣୁ ଶ୍ରୀ ଠାକୁରଙ୍କର ଉଦ୍ଦେଶ୍ୟ
ଆମେ ମାନେ କିଭଳି ଭାବରେ ହେଇ ଉଠୁ ଏବଂ ଏଇ ହେଇ ଉଠିବା ହିଁ ଶ୍ରୀ ଶ୍ରୀ ଠାକୁରଙ୍କ ଆକାଂକ୍ଷା। ଆମମାନଙ୍କ ଚରିତ୍ର ଯଦି ପରିବର୍ତ୍ତନ ନହେଲା, ଯେତେ ଭଜନ କୀର୍ତ୍ତନ କରନ୍ତୁ, ଯେତେ ନାମ ଧ୍ୟାନ ଜପ ଆମ ମାନେ କରନ୍ତୁ, ଯେତେ ଆଚାର୍ଯ୍ୟ ଦେବ ଗୁରୁ ପରିବାରଙ୍କ ସଙ୍ଗ ଆମେ କରନ୍ତୁ, ଜୀବନରେ ସେ କଥାରେ, ବ୍ୟବହାରରେ, କାମରେ, ଚରିତ୍ରରେ, ଭଲ ପାଇବାରେ, ପ୍ରେମରେ ଯଦି ସେଇ ଉତ୍ଥାନ ଉନ୍ନୟନ ନହେଲା, ଉନ୍ନତି ନହେଲା, ଅଗ୍ରସର ଆମମାନେ ଯଦି ନହେଲୁ, ତାହେଲେ କିନ୍ତୁ କିଛି ଲାଭ ହେଲା ନାହିଁ। ତେଣୁ ବାସ୍ତବିକ କଥା ହଉଛି ହେଇ ଉଠିବା। ଏବଂ ସେ ଠାକୁର କହୁଛନ୍ତି ତାହା ସମ୍ଭବ ହୁଏ ଯେତେବେଳେ ତୁମେ ମାନେ ପରମ ପିତାଙ୍କ ପାଖରେ ତୁମେ ଦୃଢ ରହି, ଷ୍ଟ୍ରଙ୍ଗ ରହି, ତୁମେ ମାନେ ଯଦି ତୁମେ ଜୀବନରେ ଆଗେଇ ଚାଲ, ତାହେଲେ ତୁମକୁ ଜୀବନରେ ଭୟ କରିବାର କୌଣସି କାରଣ ନାହିଁ। ଏବଂ ଏଇ ତାଙ୍କ ସାଙ୍ଗରେ ଦୃଢ ରହିବାର ଅର୍ଥ ହଉଛି ତାଙ୍କ ପ୍ରତି ଗଭୀର ଅନୁରାଗ ସମ୍ପନ୍ନ ଯଦି ହେଇ ଉଠନ୍ତି, ତାହେଲେ ସମ୍ଭବ ହେଇପାରେ। ଏବଂ ଠାକୁର କହୁଛନ୍ତି ଗୁରୁଙ୍କ ଠାରେ, ପରମ ପିତାଙ୍କ ଠାରେ ଯିଏ ଦୃଢ ହେଇ ରହିଥାଏ, ଯେ ଷ୍ଟ୍ରଙ୍ଗଲି ତାଙ୍କ ସହ ଆଟାଚଡ ହେଇ ରହିଥାଏ, ସେଇଭଳି ମଣିଷକୁ ତାର ପରିବେଶ ପାଖରେ ବଶ୍ୟତା ସ୍ୱୀକାର କରିବାକୁ ହେବ ନାହିଁ। ଏବଂ ସମସ୍ତ ପରିସ୍ଥିତିରେ ପ୍ରଭୁଙ୍କର ଇଚ୍ଛାକୁ ପୂରଣ କରିବି ଏବଂ ତା ଛଡା ମୋର ଜୀବନରେ ଆଉ କିଛି ଇଚ୍ଛା ନାହିଁ, ଏଇଭଳି ଝୁଙ୍କ ଯଦି ସେ ମଣିଷର ଥାଏ, ସେ ଠାକୁର କହୁଛନ୍ତି ସେଇ ମଣିଷ ପାଖରେ ପରିବେଶ ବଶ୍ୟତା ସ୍ୱୀକାର କରିବ। ତାକୁ ତ ପରିବେଶ ପାଖରେ ବଶ୍ୟତା ସ୍ୱୀକାର କରିବାକୁ ହେବ ନାହିଁ, କିନ୍ତୁ ସେଇ ମଣିଷ ପାଖରେ ବଶ୍ୟତା ସ୍ୱୀକାର କରିବ ତାର ପରିବେଶଟିନି, ତାର ପରିବେଶ ଉପରେ ରହିବ ତାର ଆଧିପତ୍ୟ। ଆଧିପତ୍ୟ କଥାର ଅର୍ଥ ଶ୍ରୀ ଠାକୁର କହୁଛନ୍ତି ଅଧି ଏବଂ ପତି। ଅଧି ଭିତରେ ଅଛି ଧାର ଅର୍ଥ ଯେ ଧାରଣ କରିପାରେ, ଏବଂ ପତି ଭିତରେ ଅଛି ଯେ ପାଳନ କରିପାରେ, ଯେ ପୋଷଣ କରିପାରେ। ଏଭଳି ଧାରଣ ଏବଂ ପାଳନ କରିବାର କ୍ଷମତା ଯାହା ଭିତରେ ଜାଗି ଉଠିଛି, ଯେ ନିଜର ପରିବେଶ ଏବଂ ପରିବେଶଟିକୁ ଯେ ଧାରଣ କରିପାରେ, ପାଳନ ପୋଷଣ କରିପାରେ, ସେଇଭଳି ବ୍ୟକ୍ତିର ପାଖରେ ଅଛି ଆଧିପତ୍ୟ। ଏବଂ ତାର ପରିବେଶ ଉପରେ, ତାର ସମାଜ ଉପରେ, ତାର ପରିବାର ଉପରେ, ତାର ଚାକିରି ବାକିରି ଉପରେ ତାର ଅଛି ଆଧିପତ୍ୟ। ଆମେ ମାନେ ସବୁ ସମୟରେ ଚିନ୍ତାଗ୍ରସ୍ତ ହେଇଥାନ୍ତି ଯେ ମୋର ଜୀବନର କୌଣସି ଆସ୍ପେକ୍ଟ ଉପରେ ମୋର କଣ୍ଟ୍ରୋଲ ନାହିଁ। ସ୍ତ୍ରୀ ମୋର କଥା ଶୁଣେ ନା, ପିଲାମାନେ ମୋର କଥା ଶୁଣନ୍ତି ନାହିଁ, ମୋ ଅଫିସରେ ମୁଁ ସବୁବେଳେ ମୋର ଯୋଉ ସହକର୍ମୀ ମାନେ ଅଛନ୍ତି ସେମାନେ ମତେ ସହଯୋଗ କରନ୍ତି ନାହିଁ, ମୋର ଯିଏ ଉପରିସ୍ଥ କର୍ମଚାରୀ ଅଛନ୍ତି, ମୋର ଯିଏ ସୁପରଭାଇଜର, ମ୍ୟାନେଜର, ତାଙ୍କ ସହ ମୋର କୌଣସି ଭଲ ସମ୍ପର୍କ ନାହିଁ। ମୋର ବ୍ୟକ୍ତିଗତ ଜୀବନ, ମୋର ପାରିବାରିକ ଜୀବନ, ମୋର ଦାମ୍ପତ୍ୟ ଜୀବନ, ମୋର ସାମାଜିକ ଜୀବନ, ମୋର ପେଶାଗତ ଜୀବନ, ଏସବୁ ଜୀବନ ଛାରଖାର, ଛିନ୍ନ ଭିନ୍ନ, ସ୍ୟାଟର୍ଡ ଏବଂ ଫ୍ରାଗମେଣ୍ଟେଡ ହେଇଯାଇଛି। କାହାରି ଉପରେ ମୁଁ କଣ୍ଟ୍ରୋଲ ନାହିଁ, ମୁଁ ନିୟନ୍ତ୍ରଣ ହରେଇ ବସିଛି। ଏ କଣ୍ଟ୍ରୋଲ ଆସିବ, ଏ ଆଧିପତ୍ୟ ଏଇ ସବୁ ଜୀବନର ଏଇ ସବୁ ଆସ୍ପେକ୍ଟ ଉପରେ ସେତେବେଳେ ହିଁ ଆସିବ ଯେତେବେଳେ ସେଇ ଧାରଣ ଏବଂ ପାଳନ କରିବାର ଶକ୍ତି, ପ୍ରବଣତା ମୋ ଭିତରେ ଗଜେଇ ଉଠିବ, ସେତେବେଳେ ମୋର ଆଧିପତ୍ୟ ଆସିବ। ସେ ଠାକୁର କହୁଛନ୍ତି ନିୟନ୍ତ୍ରଣ ପାଇବାକୁ ହେଲେ ପ୍ରଥମେ ନିୟନ୍ତ୍ରିତ ହବାକୁ ପଡିବ। ଯେ ନିୟନ୍ତ୍ରିତ ନୁହେଁ ସେ ନିୟନ୍ତ୍ରଣ କଣ କରିବ? ଆଜିର ସମାଜରେ, ଆଜିର ଦେଶରେ ଆମମାନେ ଦେଖନ୍ତି ତଥାକଥିତ ରାଜନୈତିକ ନେତା, ସମାଜ ଯୋଉମାନେ ବିଶିଷ୍ଟ ନେତା, ଯୋଉମାନେ ମନ୍ତ୍ରୀ, ଯୋଉମାନେ ବିଭିନ୍ନ ପ୍ରକାର ଷ୍ଟେଟ୍ସମ୍ୟାନ, ଆଡମିନିଷ୍ଟ୍ରେଟର୍ସ, ଯେଉଁମାନେ ସମାଜକୁ ନିୟନ୍ତ୍ରଣ କରିବାକୁ ଚାହାନ୍ତି, ସେମାନଙ୍କ ନିଜ ଜୀବନ ନିୟନ୍ତ୍ରିତ ନୁହେଁ। ନିଜ ଜୀବନ ଯଦି ନିୟନ୍ତ୍ରିତ ନୁହେଁ, ସମାଜକୁ ନିୟନ୍ତ୍ରଣ କରିବା ଗୋଟିଏ ମିଛ କଳ୍ପନା ଏବଂ ସ୍ୱପ୍ନ ଛଡା ଆଉ କିଛି ହେଇପାରେ ନା। ତେଣୁ ପ୍ରଥମେ ନିଜକୁ ନିୟନ୍ତ୍ରିତ କରିବାକୁ ପଡେ। ନିଜକୁ ନିୟନ୍ତ୍ରିତ କରିବା ପାଇଁ ହେଲେ ଏଇ ନିୟନ୍ତ୍ରଣର ଯିଏ ପୁରୋଧା, ଜୀବନରେ ଯିଏ ଜୀବନ୍ତ ଆଦର୍ଶ, ଯାହାଙ୍କୁ ଜୀବନରେ କେନ୍ଦ୍ର କରି ମଣିଷ ନିଜ ମନକୁ ନିୟନ୍ତ୍ରଣ କରିପାରେ, ଏଇ ମନ ଯାହାକୁ ସବୁବେଳେ ନିମ୍ନମୁଖୀ କରୁଥାଏ,
ମଣିଷ ନିଜର ବୃତ୍ତି ପ୍ରବୃତ୍ତି ଉପରେ ନିୟନ୍ତ୍ରଣ କରିପାରେ। ବୃତ୍ତି ପ୍ରବୃତ୍ତିକୁ ସପ୍ରେସ କରିବାକୁ ହୁଏ ନା। ଏଇ ବୃତ୍ତି ପ୍ରବୃତ୍ତିକୁ ଏଇ ପରମ ପିତାଙ୍କ ସେବାରେ ଏଇ ଜୀବନ୍ତ ଆଦର୍ଶ ଯାହାଙ୍କୁ କେନ୍ଦ୍ର କରି ମଣିଷ ନିୟନ୍ତ୍ରିତ ହୁଏ, ସେ ଜୀବନ୍ତ ଆଦର୍ଶ ପ୍ରତି ମଣିଷ ଏଇ ତାର ଯେ ବୃତ୍ତି ପ୍ରବୃତ୍ତି ତାର ସମସ୍ତ ସତ୍ତାଟାକୁ ନେଇ ସେଇ ପରମ ପିତାଙ୍କ ପାଖରେ ନିଜକୁ ଉତ୍ସର୍ଗ କରିପାରେ ଏବଂ ତାଙ୍କର ସେବାରେ ଯିଏ ନିଜକୁ ନିୟୋଜିତ କରିପାରେ, ତାଙ୍କୁ ତୃପ୍ତି ଦବା ପାଇଁ ଯିଏ ନିଜର ବୃତ୍ତି ପ୍ରବୃତ୍ତି ନିଜର ମନ ଶରୀର ସବୁ କିଛି ଯିଏ ବିନିଯୋଗ କରି ପ୍ରୟୋଗ କରି ସେ ଜୀବନ ଆଦର୍ଶଙ୍କୁ ଯିଏ ଖୁସି କରିବାକୁ ଚାହେଁ, ତାର ଜୀବନ ସ୍ୱାଭାବିକ ଭାବରେ ନିୟନ୍ତ୍ରିତ ହୁଏ। ଏଇ ଇପ୍ସିତଙ୍କ ପ୍ରତି ସେଇ ପ୍ରେମୀଙ୍କ ପ୍ରତି ଭଲ ପାଇବା ପାଖରେ ସବୁ କିଛି ତୁଚ୍ଛ ମନେ ହୁଏ। ତେଣୁ ଏଇ ସମସ୍ତ ଏଇ ମନ ଯାହାକି ଚଞ୍ଚଳ, ଯାହା ସବୁବେଳେ ମଣିଷକୁ ନିମ୍ନଗାମୀ କରିବାକୁ ଚେଷ୍ଟା କରେ, ଏଇ ବୃତ୍ତି ପ୍ରବୃତ୍ତି ଯାହା ମଣିଷକୁ ସବୁବେଳେ ଏଇ ପ୍ରବୃତ୍ତିର ଏଇ ଦୁର୍ଦ୍ଦଶାର ଚକ୍ର ବିହରେ ସବୁବେଳେ ଯେ ପକେଇବାକୁ ଚେଷ୍ଟା କରେ, ସେମାନେ ଯେ ସେଇ ସମୟରେ ନିୟନ୍ତ୍ରିତ ହୁଅନ୍ତି ଏବଂ ସେମାନେ ଯେତେବେଳେ ନିୟନ୍ତ୍ରିତ ହୁଅନ୍ତି ମଣିଷର ସ୍ୱାଭାବିକ ଭାବରେ ତାର ପରିବେଶ ଶ୍ରେଣୀ ଉପରେ ଆସେ ନିୟନ୍ତ୍ରଣ ଆଧିପତ୍ୟ ଏବଂ ସେଇ ବ୍ୟକ୍ତିର ନିୟନ୍ତ୍ରଣ ଆସିପାରେ ଯେଉଁ ବ୍ୟକ୍ତି ଭିତରେ ଅଛି sharpness, calmness and receptivity। ଯୋଉ ଲୋକ ଭିତରେ ସେଇଭଳି ଭାବରେ sharpness ଅଛି ଏବଂ ଯୋଉ ଲୋକ ସେଇଭଳି ଭାବରେ ଶାନ୍ତ ପରିସ୍ଥିତି ସମସ୍ତ ସବୁ ପ୍ରକାର ସୁବିଧା ଅସୁବିଧା ଭିତରେ ଯେ ନିଜର calmness କୁ ବଜାୟ ରଖିପାରେ ଏବଂ ଯିଏ receptive ତାର ପରିବେଶରୁ ତାର ସମାଜରୁ ଯୋଉ impulses ଯେ ତାକୁ ରିସିଭ କରିପାରେ ଏବଂ ରେସ୍ପଣ୍ଡ କରିପାରେ, ସେଇଭଳି ବ୍ୟକ୍ତିର ତାର ଜୀବନ ଉପରେ ଥାଏ ନିୟନ୍ତ୍ରଣ ଏବଂ ସେତେବେଳେ ହିଁ ଆଧିପତ୍ୟ ଆସେ। ସେ ଠାକୁର କହୁଛନ୍ତି ଯେ ନିୟନ୍ତ୍ରିତ ନୁହେଁ, ସେ ନିୟନ୍ତ୍ରଣ କରିବ କଣ, ବରଂ ସେଇଭଳି ବ୍ୟକ୍ତି ହଉଛି ସମାଜରେ ବିଶୃଙ୍ଖଳାର ଉଦ୍ଗାତା। ଆଜି ଏ ସମାଜରେ ଏଭଳି ଭାବରେ ବିଶୃଙ୍ଖଳା ଆମେ ମାନେ ଦେଖନ୍ତି, ଏଭଳି ଭାବରେ ସମାଜ ବିପର୍ଯ୍ୟସ୍ତ ହେଇଛି, ଏଭଳି ଭାବରେ ଧ୍ୱସ୍ତ ବିଧ୍ୱସ୍ତ ହେଇଛି, ତାର କାରଣ ଏଇଭଳି ଅନିୟନ୍ତ୍ରିତ ବ୍ୟକ୍ତି ମାନେ ଯୋଉମାନେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ସମାଜକୁ, ସେଇମାନେ ହେଇ ଉଠିଛନ୍ତି ସମାଜରେ ବିଶୃଙ୍ଖଳାର ଉଦ୍ଗାତା। ଏବଂ ଆଜି ଆବଶ୍ୟକତା ଅଛି ସେଇଭଳି ବ୍ୟକ୍ତି ମାନଙ୍କୁ ଏବଂ এই বিশ্ব দুনিয়ার সহস্র সହସ୍ର ମଣିଷକୁ ଏଇ ନିୟନ୍ତ୍ରିତ ହବାର ପଥରେ ଫେରେଇ ଆଣିବା ହଉଛି ଆମମାନଙ୍କର ଆବଶ୍ୟକତା। ଆମେ ମାନେ ଯେ ଶ୍ରୀ ଠାକୁର କହିଲେ ଆମମାନେ ଆମମାନଙ୍କର ପରିବାର ଆମମାନଙ୍କ ଦେଶ ଏବଂ ଦଶର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଦାୟୀ। ଆମମାନେ ଯେ ଦେଶ ଏବଂ ଦଶର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଯଦି ଉତ୍ତରଦାୟୀ ହୁଅନ୍ତି, ତାହେଲେ ଆମମାନଙ୍କର ଆବଶ୍ୟକତା ଅଛି এই অনিয়ন্ত্রিত তাহলে ଆମମାନଙ୍କର ଆବଶ୍ୟକତା ଅଛି ପ୍ରଥମେ ନିଜକୁ ନିୟନ୍ତ୍ରିତ କରିବା ଏବଂ এই ସମାଜରେ ଆମର ପରିବେଶରେ ଯେଉଁ ଅନିୟନ୍ତ୍ରିତ ମଣିଷ ମାନେ ଅଛନ୍ତି ସେମାନଙ୍କୁ ଏଇ ମଙ୍ଗଳର ପଥରେ ଏଇ ନିୟନ୍ତ୍ରଣର ପଥରେ ଏଇ ସୁକେନ୍ଦ୍ରିକତାର ପଛରେ ନେଇ ଆଣିବା, ତାହା ହିଁ ହଉଛି ଆମମାନଙ୍କ ଜୀବନର ଉଦ୍ଦେଶ୍ୟ। ଆଚାର୍ଯ୍ୟ ଶ୍ରୀ ଦାଦା ଚାହିଁଛନ୍ତି ସେଇ କଥା। ସେଇଥିପାଇଁ ତାଙ୍କର ଆହ୍ୱାନ 1.5 କୋଟି ମଣିଷ କିଭଳି ଭାବରେ 1.5 କୋଟି ମଣିଷ କିଭଳି ଭାବରେ ଶ୍ରୀ ଠାକୁରଙ୍କର ସତ୍ମନ୍ତ୍ରରେ ଦୀକ୍ଷିତ ହୁଅନ୍ତି, ତା ଛଡାର ଉପାୟ ନାହିଁ। ଯଦି ଜୀବନରେ ଏଇ ସମାଜରେ ବିଶ୍ୱ ବ୍ରହ୍ମାଣ୍ଡରେ ଏଇଭଳି ଭାବରେ ଅନିୟନ୍ତ୍ରିତ ମଣିଷ ମାନଙ୍କର ସଂଖ୍ୟା ବଢିଯାଏ, ଯଦି ଏଇଭଳି ଭାବରେ ଦୁଃଖ ଅନାଟନର ଯାହା କାରଣ ତାର ଯଦି ପ୍ରବଳତା ବଢିଯାଏ ଏବଂ ଏଇ ଦୁନିଆରେ ଅସାମାଜିକ ବ୍ୟକ୍ତି ମାନଙ୍କର ଯୋଉ ଗୁଡିକ ଆଣ୍ଟି ସୋସିଆଲ ଏଲିମେଣ୍ଟସ ଯାହା ସତ୍ତା ବିରୋଧୀ ସତ୍ତା ଅପଘାତୀ ଏଇଭଳି ଯୋଉ ଏଲିମେଣ୍ଟସ ଅଛନ୍ତି ସେମାନଙ୍କର ଯଦି ପ୍ରାବଲ୍ୟ ବୃଦ୍ଧି ହୁଏ, ତାହେଲେ ମଣିଷ ଏଇ ଯୋଉ ବିଶ୍ୱ ବ୍ରହ୍ମାଣ୍ଡ ଧ୍ୱଂସ ହବା ଅସମ୍ଭାବୀ। ଆମେମାନେ ନିଜେ ବଞ୍ଚି ରହିବା ମଧ୍ୟ ତାହା ମଧ୍ୟ ପ୍ରଶ୍ନବାଚୀ। ସେ ଠାକୁର କହୁଛନ୍ତି ଏଇ ଯୋଉ ପରିସ୍ଥିତି ବର୍ତ୍ତମାନ ଆସୁଛି ସେଇ ପରିସ୍ଥିତିରେ ତୁମେମାନେ ବଞ୍ଚି ରହିବ କି ନାହିଁ ତାହା ମଧ୍ୟ ପ୍ରଶ୍ନବାଚୀ। ଯଦି ଏଇ ଦୁନିଆରେ ଏଇ ବିଶ୍ୱ ଦୁନିଆରେ ଏଇ ଯଦି ଭଲଟାର ସୁନ୍ଦରର ଏବଂ ତାର ଯଦି
प्रभाव माने बढ़े न चलती बहु वर्ष आगु एक विज्ञान कर्मशाला भारत वर्ष होउथला जे जो परिवेश जे भली भाव में प्रदूषित होउछि ए प्रदूषण जो कारण कार्बन एमिशन विशिष्ट वैज्ञानिक माने कहिले जे ए कार्बन एमिशन को यदि बंद न कर दिया जाए ताहेले मनुष्य समाज ए पृथ्वी तिष्ठि रहिबा संभव नुहे पृथ्वीर स्थिति रहिबो कि नाही ता कहा जाई पारे ना जे भली भाव में कार्बन एमिशन बढ़ी चलीछि गाड़ीर संख्या वृद्धि होगा जो घर तैयारी रास्ता घाट कल कारखाना जो भली भाव में बढ़ी चली कार्बन एमिशन जदि बंद न करा जाए ऑक्सीजन जदि परिमाण जदि न बढ़ा जाए ताहले पृथ्वी तिष्ठि रहिबो कि नाही कहा जाई पारे ना से साइंटिस्ट माने बहु 3-4 दिन एई कर्मशाला रे विभिन्न प्रकार आलोचना करिबा परे सिद्धांत रे उपनीत हेले जे पृथ्वी पृष्ठ जो डेवलपमेंटल काम चलीछि ये जो तथाकथित सभ्यता ये जो मटेरियल डेवलपमेंट जो कल कारखाना रास्ता घाट घर द्वारा ताकू जदि बंद न करी दिया जाए ताहेले पृथ्वी तिष्ठिबा संभव नुहे एवं से वैज्ञानिक माने मध्य एई सिद्धांत रे उपनीत हेले जे एई डेवलपमेंट को बंद करबा संभव नुहे मनुष्य समाज एई भली भाव रे एई रास्ता रे एते बाट आगे जाईछि आउ फेरी आसवा संभव नुहे यदि मनुष्य को कहा जाए ए घर कल कारखाना आज बंद कर दिया जाओ एवं आउ कौन सी ये सब जिनस करिवार आवश्यकता नहीं ताहा संभव नुहे सेठु फेरी आसबार संभावना नहीं जेमती से दिन नेताजी सुभाष चंद्र बोस कहउचंती श्री श्री ठाकुर को जे मु जो रास्ता रे बाहरी जाईछि से रास्ता फेरी आसबा संभव नुहे आपण जहा कहउचंती मु बुझी पारुछि आपण जे कहउचंती मनुष्य तैयारी करो प्राक स्वाधीनता काल रे स्वाधीनता आनिबा पाई एवं स्वाधीनता परे स्वाधीनता को बजाय रखिबा पाई आपण जे कहउचंती मनुष्य तैयारी करो ताहा जो लंबा रास्तार कथा कहउचंती बुझी पारुछि ताहा ही एकमात्र रास्ता किंतु ठाकुर एई जो रास्ता रे मु बाहरी जाईछि एते बाट आगे जाईछि आ फेरी आसीबा संभव नाही मो पाई ताहा कहि से दिन सुभाष बोस चली जाइतले सेही बळी कथा एई वैज्ञानिक माने कहउचंती एते जो पथरे जो रास्ता रे मनुष्य समाज सभ्यता आगे चली से जो तथाकथित जो सिविलाइजेशन डेवलपमेंट से रास्ता फेरी आसवा संभव हे नाही कार्बन एमिशन कमेवा संभव हे नाही से वैज्ञानिक माने कहउचंती यदि कोनोसी उपाय रे ऑक्सीजन र परिमाण को बढ़ाई दिया जाय पारे जहा कि कार्बन एमिशन ठारू मध्ये अधिक ताहाले किछि संभव हे पारे किंतु कार्बन एमिशन को जदि आमे कमेइबा आमे जदि कहबा गाड़ी मानकर संख्या कम कर दिया जाऊ कल कारखाना कम कर दिया जाऊ ए भौगोलिक लिप्सारे मत मनुष्य जहाँ पाई से मटेरियल कंज्यूमरिज्म मटेरियल एंजॉयमेंट प्रतिनियत दरकार संभव ही पारिबो नाही यदि ऑक्सीजन र परिमाण को बढ़ाई दिया जाए कहबार अर्थ होची बहु समय समाज रे एई भली भाव रे अनियंत्रित जीवन अनियंत्रित व्यक्ति एवं अनियंत्रित जीवन रो बहु किछि कारण एलिमेंट समाज रे उपस्थित अछंती जे भले भाव रे जो अनादर्श विवाह जो भले भाव रे समाज रे कु अभ्यास एवं जे भले भाव रे नेगेटिव एलिमेंट्स गुडी को प्रभाव विस्तार करिवार लागि छंती सेमानक भितरो बहु एलिमेंट्स को हेता हम माने नियंत्रित करि पारिबा नाही किंतु समाज रे यदि फलटा को बढ़ाई दिया जाए ताहेले विशेष परिवर्तन मत हे पारे यदि फलटा को बढ़ाई दिया जाए बाल्टीए पानी रे यदि गोटिए बिंदु बाल्टीए पानी नहीं गोटिए बोतल पानी रे यदि गोटिए बिंदु साही काली पकई दिया जाए ताहेले समग्र पानीटा किंतु ब्लू हे जाए नील वर्ण ही जाए एवं से नील वर्ण को से पानी रो अलगा करवा संभव हुए ना किंतु जदि से पानी को गोटे बड़ बाल्टी रे नहीं बा बड़ कुंड रे नहीं से पानी सहित आहुरी पानी एवं आहुरी अधिका पानी जदि से ढला जाए से जो पानी रो जो नीलत्व किछि समय पर चली जाए से भली भाव रे जदि मनुष्य ए समाज रे जेते किछि नेगेटिव एलिमेंट्स थाउ ना काहे कि एई जदि सत्संग जो आंदोलन आम मानकर जो आंदोलन
এই ଆନ୍ଦୋଳନରେ ଯଦି ଭଲଟାକୁ ଆମମାନେ ବଢେଇ ଚାଲନ୍ତି, ଭଲର ପରିମାଣକୁ ଯଦି ବଢେଇ ଚାଲନ୍ତି, ଭଲର ପ୍ରଭାବକୁ ଯଦି ବଢେଇ ଚାଲନ୍ତି, ଭଲର ନିୟନ୍ତ୍ରଣକୁ ଯଦି ଆମେ ବଢେଇ ଚାଲନ୍ତି, ଏଇ ଯୋଉ ନେଗେଟିଭ ଏଲିମେଣ୍ଟ ଗୁଡିକ ଅଛି ସେମାନଙ୍କର ଏକ୍ଜିଷ୍ଟେନ୍ସ ରହିଲେ ମଧ୍ୟ ସେମାନେ ତୁଚ୍ଛ, ଗୌଣ ଏବଂ ନଗଣ୍ୟ ମନେ ହେବେ, ସେମାନଙ୍କର ଅସ୍ତିତ୍ୱ ଥାଇ ମଧ୍ୟ ନ ରହିବା ପରି ହେବ। ସେଥିପାଇଁ ଦରକାର ଆମମାନଙ୍କ ଏଇ ସତ୍ସଙ୍ଗ ଆନ୍ଦୋଳନ ଯାହା ଶ୍ରୀ ଶ୍ରୀ ଠାକୁର ଆରମ୍ଭ କରିଛନ୍ତି ଏବଂ এই ସତ୍ସଙ୍ଗ ଆନ୍ଦୋଳନକୁ ଯାହା ଆଚାର୍ଯ୍ୟ ଶ୍ରୀ ଶ୍ରୀ ଦାଦା ତାଙ୍କର ବଳିଷ୍ଠ ନେତୃତ୍ୱରେ, ପୂଜ୍ୟପାଦ ବାବା ଏଦା ତାଙ୍କର ବଳିଷ୍ଠ ନେତୃତ୍ୱରେ ଯେଭଳି ଭାବରେ ଆଗେଇ ନେଇ ଚାଲିଛନ୍ତି, ଆମମାନ କର୍ତ୍ତବ୍ୟ ସେ ଭଲଟାକୁ ବଢେଇ ଦବା ଏବଂ ତାହା ସମ୍ଭବ ଯେତେ ଶୀଘ୍ର ବହୁ ସଂଖ୍ୟାରେ ଲୋକ ସତ୍ ମନ୍ତ୍ରରେ ଦୀକ୍ଷିତ ହେଇ ଜୀବନକୁ ନିୟନ୍ତ୍ରିତ କରିବାର ଏଇ ରାସ୍ତାରେ ଆଗେଇ ଚାଲିବା ପାଇଁ ବ୍ରତୀ ହେବେ। ତା ପୂର୍ବରୁ କିନ୍ତୁ ଦରକାର ନିଜେ ନିୟନ୍ତ୍ରିତ ହେବା, ନିଜେ ହେଇ ଉଠିବା, ନିଜ ଭିତରକୁ ଅବଲୋକନ କରି ଦେଖିବା ଯେ କାଲି ଯାହା ମୁଁ ଥିଲି ତାଠାରୁ ଜୀବନରେ ମୁଁ ଆଗେଇ ଯାଇଛି କି ନାହିଁ। ଏଇ ଯେ ଶ୍ରୀ ଶ୍ରୀ ଠାକୁରଙ୍କର ଇଚ୍ଛା ବିବର୍ତ୍ତନ ହେଇ ଉଠିବା ଏବଂ ତାହା ସମ୍ଭବ ହୁଏ ଯଜନ ଅନୁରାଗ ସମ୍ପନ୍ନ ହେଇ ଯଜନ ଯାଜନ ଇଷ୍ଟବୃତ୍ତି ଜପ ଏବଂ ଧ୍ୟାନ ଏବଂ ପରିବେଶକୁ ଧାରଣ ଏବଂ ପାଳନ କରିବାର ପାଇଁ ନିଜ ଭିତରେ ସେ ସମ୍ବେଗକୁ ଜାଗ୍ରତ କରିବା, ତାହା ଭିତରେ ସମ୍ଭବ ହେଇପାରେ। ଶ୍ରୀ ଠାକୁର କହୁଛନ୍ତି ତୁମେ ଯଦି ହେଇ ଉଠ ତାହେଲେ ତୁମେ ମାନେ ଅସମ୍ଭବକୁ ସମ୍ଭବ କରିଦେଇ ପାରିବ। ଶ୍ରୀ ଠାକୁର କହୁଛନ୍ତି ଫ୍ୟାଟିଗ୍ର ଲେୟରଟାକୁ ଯେତେବେଳେ ମଣିଷ କ୍ରସ୍ କରିଯାଏ ସେତେବେଳେ ସେ କଣ ଯେ କରିପାରେ ତାହା ନିଜେ ବୁଝିପାରେ। ମଣିଷ ଦେଖିଲେ ଭାବେ ଯେ ଅସମ୍ଭବକୁ ସମ୍ଭବ କିଭଳି ଭାବରେ କରିଦେଇ ପାରିଲା। ଏଇ ଯୋଉ ଫ୍ୟାଟିଗ୍ର ସ୍ତରକୁ ଭେଦ କରି ଆଗେଇ ଯିବାକୁ ପଡିବ। ଆମମାନଙ୍କ ଭିତରେ ସମସ୍ତେ ଇଚ୍ଛା ଶକ୍ତି ଥିବା ସତ୍ତ୍ୱେ ଯଦି ଆମ ଚାରି ପାଖରେ ଯଦି ତଥାକଥିତ ଆମର ଯୋଉ ବିପରୀତ ଯୋଉ ଅବସ୍ଥା ତା ଯଦି ଏକ ବିଶାଳ ପ୍ରାଚୀର ହେଇ ଛିଡା ହୁଏ ଆମମାନଙ୍କୁ ବାଧା ଦିଏ ଆଗେଇ ଯିବା ପାଇଁ, ସେ ଠାକୁର କହୁଛନ୍ତି ଗୋଟିଏ ଅଣୁ ଭଳି ଗୋଟେ ମଲିକୁଲ ଭଳିଆ ହେଇ ସେ ପ୍ରାଚୀର ଭେଦ କରି ତୁମେ ଆଗେଇ ଯାଇପାର ଏବଂ ତାହା ସମ୍ଭବ ହବ ଯେତେବେଳେ ତୁମ ଭିତରେ ସେଇ ମୋଟର ସେନ୍ସରୀ କୋଅର୍ଡିନେସନ ପ୍ରଖର ହେଇ ଉଠିବ। ଯାହା ଭଲ ବୋଲି ଭାବେ ତାହାକୁ କାର୍ଯ୍ୟରେ ପରିଣତ କରିବାର ତୀବ୍ର ଆଗ୍ରହ ଏବଂ ପ୍ରବଣତା ଯେତେବେଳେ ଜାଗ୍ରତ ହବ ସେତେବେଳେ ତାହା ସମ୍ଭବ ହବ। କିନ୍ତୁ ତୁମ ଭିତରେ ଯଦି ସେ ଆଳସ୍ୟତା ପ୍ରବେଶ କରେ ଯେ ତୁମେ ଭାବ ଏଇ ଯେ ଭଲ କାମଟା ଭଲ ତ କିନ୍ତୁ ଆଜି ନକରି କାଲି କଲେ ହୁଏତ ଚଳିବ, ପରଦିନ ହୁଏତ ଚଳିବ, ଠାକୁର କହୁଛନ୍ତି ମସ୍ତିଷ୍କ ଭିତରେ ଗୋଟେ ବ୍ଲଣ୍ଡରିଂ ଟ୍ୱିଷ୍ଟ, ଗୋଟେ ଫାଙ୍କ, ଗୋଟେ ତ୍ରୁଟିର ଗୋଟେ ଫାଙ୍କ ସୃଷ୍ଟି ହୁଏ ଏବଂ ତୁମେ ବାରମ୍ବାର ଏଇଭଳି କରିବା ଭିତରେ ତୁମର ମସ୍ତିଷ୍କଟା ସେଇଭଳି ଭାବରେ ପ୍ରୋଗ୍ରାମଡ ହେଇଯାଏ। ଏଇ ଯୋଉ ବ୍ଲଣ୍ଡରିଂ ଟ୍ୱିଷ୍ଟ ତୁମର ଇଚ୍ଛା ଶକ୍ତିକୁ ତୁମର ଇଚ୍ଛାକୁ କାର୍ଯ୍ୟରେ ପରିଣତ କରିବାକୁ ଦିଏ ନା। ଜୀବନରେ ତୁମେ ଆଗେଇ ପାର ନା। ଭଲ ଜିନିଷ ଯେତେବେଳେ ତୁମ ଭିତରେ ଆସେ, ଚିନ୍ତାର ଉଦ୍ରେକ ଯେତେବେଳେ ହୁଏ ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ତୁମେ ମାନେ ତୀବ୍ର ହେଇ ଉଠ, ତୁମେ ମାନେ ଆଗ୍ରହୀ ହେଇ ଉଠ, ଝାମ୍ପ ଦିଅ। ଯଦି ଏଇଭଳି ଭାବରେ କରି ଚାଲ ତାହେଲେ ତୁମର ଇଚ୍ଛା ଶକ୍ତି ଏତେ ପ୍ରବଳ ହେଇ ଉଠିବ, ତୁମର ଏଇ ଇଚ୍ଛା ଶକ୍ତି ଦ୍ଵାରା ତୁମେ ଅସମ୍ଭବକୁ ସମ୍ଭବ କରିଦେଇ ପାରିବ। ଭାଇ ଓ ମା ମାନେ ଆଜି ସେଇ ସମୟ ଆସିଛି, ହେଇ ଉଠିବାର ସମୟ ଆସିଛି ଏବଂ ନିଜ ଭିତର ସେଇ ଚରିତ୍ର ଏବଂ ନିଜ ଭିତରେ ସେଇ ଦକ୍ଷତା ତାକୁ ଜାଗରଣ କରିବାର ସମୟ ଆସିଛି। ଆମର ପରିବେଶ ଉପରେ ଆଧିପତ୍ୟ ହାସଲ କରିବାର, ନିୟନ୍ତ୍ରଣ ହାସଲ କରିବାର ଆବଶ୍ୟକତା ଆସିଛି, ସମୟ ଆସିଛି। ଆସନ୍ତୁ ସେଇ ପରମ ପିତାଙ୍କ ଯଜ୍ଞରେ ଅଙ୍ଗୀକାରବଦ୍ଧ ହେଇ ତାଙ୍କରି ଇଚ୍ଛା ମୁତାବକ ନିଜର ଚରିତ୍ର, ଅଭ୍ୟାସ, ବ୍ୟବହାର, ଇଚ୍ଛା ଶକ୍ତି ଏବଂ ଯୋଗ୍ୟତା ଓ ଦକ୍ଷତାକୁ କରି ତୋଳିବା। ତାଙ୍କର ମଣିଷଟିଏ ଶ୍ରୀ ଶ୍ରୀ ଠାକୁରଙ୍କର ପରମ ପିତାଙ୍କର ମଣିଷଟିଏ ହେଇ ଉଠିବା ପାଇଁ ଚେଷ୍ଟା କରିବା, ନିଜକୁ ଧନ୍ୟ କରିବା, ପରିବେଶକୁ ଧନ୍ୟ କରିବା। ବନ୍ଦେ ପୁରୁଷୋତ୍ତମ।